तव पद पंकजं श्वेतांबरं गौररुचिं सनातनम् सुधं सुमाल्या भरणं गुणालयं स्मरामि सद्भक्तिमयं गुरुं हरिं स्मरामि सद्भक्तिमयं गुरुं हरिं स्मरामि सद्भक्तिमयं गुरुं हरिं प्रणमामि लक्ष्मीमाता षोडशी रूपधारिणी अनुकूल शक्ति रूपा विश्वानंद विधायिनी ऋषि पूजिता देवी पुरुषोत्तम संगिनी जगत कल्याणमयी मां श्री महालक्ष्मी नमस्तुते ब्रह्म मार्ग प्रदर्शकं प्रेम भक्ति विनायकं शांति स्वस्ति विधायकं आचार्य प्रवरं नौमि। परम दयाल प्राण ठाकुर मोर परमाराध्या जगत जननी महालक्ष्मी माँ जुगाचार्य देव प्रभुपाद श्री श्री पर्दा आज स्थलाचित आचार्य देव सभी श्रीपाद पंक स्थले मोर भक्तिपूत प्रणाम निवेदन करे इष्ट परिवार प्रत्येक मोरा भूमि प्रणाम। आज ये पवित्र उषाकालीन सत्संग वरेण्य परिचालक पूज्य सुभाष भाई सहयोग करुवा पुरुषोत्तम पूत पांजाधारी ऋतिक मंडली अध्यक्ष राजक कर्मी मंडली प्राणरिष्ट भ्रत मंडली स्नेहमयी कल्याणमयी मातृ मंडली सत्संग अनुरागी सुधी साधु सज्जन वृंद सत्संगदाता परिवार वर्ग आदर कुनि कुनि पिला माने समस्त को आज हरिवास यथायोग्य आनंदी जय गुरु परम सौभाग्य आज पवित्र उषाकालीन सत्संग जहाँ कौन सी व्यक्तिगत उद्देश्य नुहे एक सामूहिक उद्देश्य पूज्य सामलदा प्रदान कर समस्त कल्याण पाए व्यष्टि और समष्टि कल्याण पाए मु परिवार सार्विक मंगल कामना करे तांकर पंच महाजीवन मंगलमय हो मु परम दयाल पद प्रांते ए निवेदन रखे। श्रीमद् भगवत गीता रे क्रीड़ा पुरुषोत्तम भगवान श्री कृष्णचंद्र तुली धरती कहते अर्जुन अवजानति मां मूढ़ा मानुषी तनुमाश्रितम् परं भावमजनन्तो मम भूत महेश्वरम्। अर्जुन मूढ़ लोक माने मते जानी पारंती नहीं जे मु तांकर से मनुष्य शरीर को आश्रय करी आविर्भूत होइछि धरावतरण करिछि मो भाव न जानिबा द्वारा मम भूत महेश्वरं मोर जे आत्मा से महेश्वर परमात्मा कर एक अंश मो आत्मा भितरे
ସେ ଯେ ବିଦ୍ୟମାନ, ସେ ମୋ ଜୀବନର ଅଧୀଶ୍ୱର। ସେ ବ୍ୟଷ୍ଟି ଆଉ ସମଷ୍ଟିର ଅଧୀଶ୍ୱର। ପ୍ରତ୍ୟେକଙ୍କ ଭୂତରେ ବା ପ୍ରତ୍ୟେକଙ୍କ ଶରୀରରେ ସେ ଆତ୍ମା ରୂପରେ ବିଦ୍ୟମାନ। ସେ ପୁଣି ମହେଶ୍ଵର। ସମସ୍ତ ଆତ୍ମାର ଏକୀଭୂତ ଶକ୍ତି ନେଇ ସେ ମହେଶ୍ଵର। ସେ ବ୍ୟଷ୍ଟି, ସେ ସମଷ୍ଟି, ସେ ଏକ, ଯିଏ ଅନେକରେ ଉଦ୍ଭିନ୍ନ ହୁଅନ୍ତି। ସେ ଅସୀମ, ନିରାକାର, ସେ ପୁଣି ସସୀମ ସାକାର ହେଇ ଆସନ୍ତି। ଅସୀମ ନିରାକାର ସମସ୍ତଙ୍କ ମଧ୍ୟରେ ଆତ୍ମ ସ୍ୱରୂପରେ ବିଦ୍ୟମାନ। ସେ ନିଜ ଭିତରେ ଥିବା ଦିବ୍ୟାତ୍ମ ସ୍ୱରୂପଙ୍କୁ ଅନୁଭବ କଲେ ଆମେମାନେ ଈଶ୍ୱରଙ୍କୁ ଅନୁଭବ କରିବାର ସୌଭାଗ୍ୟ ଲାଭ କରିପାରିବା। ସେ ସମସ୍ତ ଘଟ ବା ଶରୀର ମଧ୍ୟରେ ବିଦ୍ୟମାନ, କିନ୍ତୁ କୌଣସି ଘଟର ପ୍ରକୃତିକୁ ସେ ଧାରଣ କରନ୍ତି ନାହିଁ। ଶ୍ରୀ ଠାକୁର ବାଣୀଟି ଦେଇ କହୁଛନ୍ତି, ଈଶ୍ୱର ମାନେ ହିଁ ଅଧିପତି, ଧୃତି ପାଳି ସ୍ୱତଃ ସମ୍ବେଗ, ଦୀପ୍ତ କରେ ଆତ୍ମିକ ପ୍ରାଣନ, ରକ୍ଷା କରେ ଜୀବନ ବେ। ଈଶ୍ୱର ହେଉଛନ୍ତି ଆମ ଶରୀରର ମାଲିକ, ଆମ ସଂସାରର ମାଲିକ, ଏ ବିଶ୍ୱ ବ୍ରହ୍ମାଣ୍ଡର ଅଧିପତି ସେ। ଏ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ଅଧୀଶ୍ୱର ଈଶ୍ୱର। ସ୍ୱତଃ ସମ୍ବେଗ ନେଇ ଧୃତିକୁ ପାଳନ କରିବା ପାଇଁ ପାଳନକର୍ତ୍ତା ଭାବରେ ସେ ଆସନ୍ତି। ସେ ଆସିଲେ ଆମର ଆତ୍ମିକ ପ୍ରାଣନ, ଯେଉଁ ପ୍ରାଣନ ଶକ୍ତି ଓ ବ୍ୟାପନ ଶକ୍ତିକୁ ନେଇ ଆମ ମାନଙ୍କର ଗ୍ରୋଥ ଆଉ ଡେଭଲପମେଣ୍ଟ ହୁଏ, ସେ ହଉଛନ୍ତି ସେ ଆତ୍ମିକ ଶକ୍ତି ଆମ ପ୍ରତ୍ୟେକଙ୍କ ଭିତରେ ସେ ସ୍ୱୟଂ ବିଦ୍ୟମାନ। ସେ ହିଁ ଆମର ଜୀବନ ଆବେଗକୁ ରକ୍ଷା କରନ୍ତି। ସେ ଆମ ଜୀବନର ତ୍ରାଣକର୍ତ୍ତା। ତାଙ୍କ ବିନା ଗଛରେ ପତ୍ରଟିଏ ହଲିବା ଅସମ୍ଭବ। ବୃକ୍ଷର ପ୍ରତ୍ୟେକ ପତ୍ରରେ ତାଙ୍କର ପ୍ରାଣ ସତ୍ତା। ସେଇଥିପାଇଁ ତ ସେ ସର୍ବଘଟେ ଅନ୍ତର୍ଯ୍ୟାମୀ, ପ୍ରଭୁ ଚିନ୍ତାମଣି। ଚିନ୍ତା କରି ଯୋଉ ମୂଲ୍ୟବାନ ମଣିଟିଏ ମଣିଷ ପାଏ, ଚିନ୍ତାରୁ ପ୍ରାପ୍ତ ହୁଏ, ତାହା ହେଉଛି ଧ୍ୟାନ ମୂଳ ଗୁରୁର ମୂର୍ତ୍ତି, ପୂଜା ମୂଲଂ ଗୁରୁ ରୂପମ୍, ମନ୍ତ୍ର ମୂଲଂ ଗୁରୁର୍ବାକ୍ୟମ୍, ମୋକ୍ଷ ମୂଲଂ ଗୁରୁ କୃପାମ୍। ତାଙ୍କର ମୂର୍ତ୍ତିକୁ ଧାରଣ କରି ଧ୍ୟାନ କଲେ ସିଏ ଆମର ଆଜ୍ଞା ଚକ୍ରରେ ଉଦ୍ଭାସିତ ହୁଅନ୍ତି। ତାଙ୍କର ରୂପକୁ ପୂଜା କରି, ପ୍ରତିମା ପୂଜା କରି ଆମେ ନିଜ ଭିତରେ ଭକ୍ତି ଭାବ ସୃଷ୍ଟି କରୁ। ଏବଂ ତାଙ୍କର ମନ୍ତ୍ର ମନନଂ ତ୍ରାୟତେ ଇତି ମନ୍ତ୍ର, ଯିଏ ଆମ ମାନଙ୍କର ସମସ୍ତ ମନକୁ ତ୍ରାଣ କରିପାରନ୍ତି। ସମସ୍ତ ଅବଗୁଣରୁ ଆମର ମନକୁ ରକ୍ଷା କରିପାରନ୍ତି। ନର୍କର ଆକର୍ଷଣରୁ ଆମକୁ ଟାଣି ଆଣି ଆମକୁ ପୁଣ୍ୟାତ୍ମା, ପବିତ୍ରାତ୍ମା, ଶୁଦ୍ଧ ଆତ୍ମାରେ ପରିଣତ କରନ୍ତି।
ସେଇ ହଉଛନ୍ତି ଆମ ଜୀବନର ଅଧିପତି, ଆମ ଜୀବନର ଈଶ୍ୱର, ଆମ ଜୀବନର ଅଧୀଶ୍ୱର। ସେ ଆମର ଜୀବନେଶ୍ୱର, ସେ ପୁଣି ସମଗ୍ର ଜଗତରେ ପରିବ୍ୟାପ୍ତ ଜଗଦୀଶ୍ୱର। ଯେଉଁଠି ତାଙ୍କର ନାମ ଉଚ୍ଚାରଣ ହୁଏ, ଯେଉଁ ବ୍ୟକ୍ତିମାନେ ତାଙ୍କର ନାମ ଉଚ୍ଚାରଣ କରନ୍ତି, ସେଇ ବ୍ୟକ୍ତିଙ୍କର ଆଜ୍ଞା ଚକ୍ରରେ ସେ ତାଙ୍କର ସଂଦର୍ଶନ କରିପାରନ୍ତି, ତାଙ୍କର ଦିବ୍ୟ ସ୍ୱରୂପକୁ ଦର୍ଶନ କରିପାରନ୍ତି। ସେ ପ୍ରେମ ସ୍ୱରୂପ। ପ୍ରେମକୁ କଣ ଦେଖି ହୁଏ? ପ୍ରେମର ଗଭୀରତା କଣ ମାପି ହୁଏ? କୌଣସି ଯନ୍ତ୍ର ମାଧ୍ୟମରେ? ଯେପରି ଥର୍ମୋମିଟରରେ ଶରୀରର ଉତ୍ତାପ ମାପୁଛନ୍ତି, ସେମିତି ପ୍ରେମର ଗଭୀରତା ମାପିବା ପାଇଁ କଣ କୌଣସି ଯନ୍ତ୍ର ଆବିଷ୍କୃତ ହେଇଛି? ସେ କିନ୍ତୁ ପ୍ରେମ ସ୍ୱରୂପ। ଛୋଟ କୀଟ ଠାରୁ ଦେବତା ମାନଙ୍କ ପର୍ଯ୍ୟନ୍ତ ନୈସର୍ଗିକ ପ୍ରେମ ଭରି ଦେଇଛନ୍ତି, ଅମୃତ ପ୍ରେମ। ଜୀବନର ଅମୃତତ୍ୱକୁ ଅନୁଭବ କରିବାର ଅର୍ଥ ତାଙ୍କର ପ୍ରେମକୁ ଅନୁଭବ କରିବା। ଯୋଉମାନେ କହନ୍ତି ମୋ ଭିତରେ କେହି ନାହିଁ, ମୋ ଭିତରେ କିଛି ନାହିଁ, ମୁଁ ଏକା, ମୋର ବାପା ମା ବନ୍ଧୁ ବାନ୍ଧବ ସମସ୍ତେ ମତେ ଛାଡି ଚାଲିଗଲେ, ମୋର ଆଉ କେହି ନାହାନ୍ତି, ସେ କିନ୍ତୁ ଭୁଲି ଯାଆନ୍ତି ତାଙ୍କ ଭିତରେ ଈଶ୍ୱରଙ୍କର ସେ ଅମୃତମୟ ସତ୍ତା ବିଦ୍ୟମାନ। ସେଦିନ ତ ଏମିତି ଘଟଣାଟିଏ ଘଟିଥିଲା। ଶ୍ରୀ ଶ୍ରୀ ଠାକୁରଙ୍କର ବାଲ୍ୟ ବନ୍ଧୁ ଅନନ୍ତ ମହାରାଜ, ଜୀବନରେ ଆଉ ତାଙ୍କର କେହି ନାହାନ୍ତି, କାହାକୁ ନେଇ ସେ ଆଉ ପବିତ୍ର ବନ୍ଧନରେ ବାନ୍ଧି ହେଇ ରହିଯିବେ। ଶେଷରେ ଭାବିଲେ ଜୀବନରେ ଯେତେବେଳେ ଆଉ କେହି ନାହାନ୍ତି, ଜୀବନର ଏକମାତ୍ର ଲକ୍ଷ୍ୟ ଥିଲା ଈଶ୍ୱର ପ୍ରାପ୍ତି। କାରଣ ଯାହାର କେହି ନାହାନ୍ତି, ଈଶ୍ୱର ହିଁ ତାର ସବୁ କିଛି। କିନ୍ତୁ ଜୀବନରେ ଯେବେ ଈଶ୍ୱର ପ୍ରାପ୍ତି ହଉନାହିଁ, ତାହେଲେ ମୁଁ ଆଉ ବଞ୍ଚିବି କାହିଁକି? ମନେ ମନେ ଗୋଟେ ନିର୍ଦ୍ଦିଷ୍ଟ ମୁହୂର୍ତ୍ତ ଧାର୍ଯ୍ୟ କରିନେଲେ। ଆସନ୍ତା କାଲି ଦିନ 10ଟା ଭିତରେ ଯଦି ମୁଁ ଈଶ୍ୱରଙ୍କ ସହିତ ମୋର ସାକ୍ଷାତକାର ନ ହୁଏ, ତାହେଲେ ମୁଁ ଆତ୍ମବିସର୍ଜନ କରିବି। ଆତ୍ମହତ୍ୟା କରିବା ପାଇଁ ମନେ ମନେ ନିଷ୍ପତ୍ତି କରି ଅପେକ୍ଷା କରିଛନ୍ତି ସେଇ ମୁହୂର୍ତ୍ତକୁ, କେତେବେଳେ କାଳର କରାଳ ଗତିରେ ତାଙ୍କର ଜୀବନ ବିଲୀନ ହେଇଯିବ। ସମୟ ଉପଗତ ପ୍ରାୟ 1 ଘଣ୍ଟା ସମୟ ବାକି ଅଛି। ବାରମ୍ବାର ଘଣ୍ଟାକୁ ଦେଖୁଛନ୍ତି। ନା, କାହିଁ? କାହିଁ ସେ ପ୍ରାଣ ପ୍ରିୟ ଈଶ୍ୱର, ଯିଏ ମୋ ଜୀବନର ଅଧିପତି, ଯିଏ ମୋ ଜୀବନର ମାଲିକ, ଯିଏ ସବୁ କିଛି ନେଇଯାଇ କେବଳ ମୋ ସହିତ ରହିଛନ୍ତି, କାହିଁ ମୋ ସହିତ ତ ତାଙ୍କର ସାକ୍ଷାତକାର ହେଲା ନାହିଁ। ନା, ଆଉ ଏ ଜୀବନଟାକୁ ରଖିକି କିଛି ମୂଲ୍ୟ ନାହିଁ। ଅଧ ଆଉ ଅଧଘଣ୍ଟେ ସମୟ ବାକି ରହିଲା। ଘଣ୍ଟାକୁ ଦେଖୁଛନ୍ତି, ଦେଖୁ ଦେଖୁ ପୁଣି 15 ମିନିଟ ଚାଲିଗଲା। 15 ମିନିଟ ଯେତେବେଳେ ଆଉ ବାକି ଅଛି, ଘରର ବାଉଁଶ ରୁଅରେ ରଶିକୁ ଝୁଲେଇ ପ୍ରସ୍ତୁତ କରି ରଖିଲେ ନିଜକୁ। ଯେତେବେଳେ ଆଉ 5 ମିନିଟ ସମୟ ଅଛି, ଘରର ଦରୱାଜା ବନ୍ଦ କରିଦେଲେ। ଆତ୍ମହତ୍ୟାର ସମୟ ଉପଗତ ପ୍ରାୟ, ଜୀବନ ବିଫଳ ହେଇଗଲା।
कबाट बंद करदेवा परे देखुंत 2 मिनिट बाकी मृत्यु निश्चित। समस्त को हराई सर्पहरा मनीषटी आ नहीं बंचिब, क्या आश्रय करी बंचिब, कहार भल पाइबार गरज रे बंचिब, काहांकु कहिब निजर प्रेमास्पद बोली, तार प्राण रे आ प्रिय बोली केही नाहंती। निसंग निथर प्राणटाकु नहीं से कहीं बिचरा छटपट हब, विलीन होइजिब महाकाल सहित। जेतेबेले से बेकरे रसिदकु लगेइबाकु जाउछन्ति, हठात शुणागला कबाटरे ठक ठक शब्द। चमकी उठिला, किए किए मते आत्महत्या बाधा सृष्टि करुछि। ओह, शेषरे मनीष शांति रे टिके मरी भी पारिबनी। गामुछाटी को बेकरु खोली पुणी कबाट खोली देखुछन्ति तांकर बाल्य बंधु अनुकूल। चमकी उठिले, अनुकूल तमे तमे कहीं आसिल? आखिर अजस्र लुहर धारा। अति आदर रे तांको कुंडे पकई श्री श्री ठाकुर कहउछन्ति, तमे जे मते खोजिल, अपेक्षा कल, मोर दर्शन न पाइले तुमे आत्महत्या करबा पई शपथ नेल, केमिति रही पारिथांती। अनुकूल, तमे ताहेले मोर बाल्य बंधु नुह, तमे परमेश्वर, तमे जगदीश्वर। ना, मुई कथा विश्वास करिवि केमिति? एई कथा जदि सत हुए ताहले तुमे मते आज तुमर शंख चक्र गदा पद्मधारी सेई नारायण स्वरूप रे दर्शन दियो। काय तो भकत जीवन, एकाय तो भकत जीवन, भकत निमंते तोर शंख चक्रे चिन्ह, शंख चक्रे चिन्ह, एकाय तो भकत जीवन, भकत तू पिता माता, भकत तो बंधु, भकत निमंते तोर नाम कृपा सिंधु, नाम कृपा सिंधु, एकाय तो भकत जीवन, भकत निमंते तोर शंख चक्रे चिन्ह, शंख चक्रे चिन्ह। जो शंख चक्र को देखी तमर से परम विभु परम विष्णु स्वरूप को ऋषि मुनि माने अनुभव करती, से शंख चक्रधारी नारायण स्वरूप रे मते दर्शन दे पारिब। भक्तर भक्ति रे प्रीत होइछन्ति, से केवल पालनकारी पिता नुहंती, जन्मदात्री मां नुहंती, से प्रत्येकंकर सखा मध्य। पिता रूपे पाल माता, रूपे करी जाता, विपद काल रे सखा, रूपे उपगत, विमल चल तुम बरद पय रे, अरपी
ଭକ୍ତି କମଳ ନମସ୍କାର କରେ। ସେଇ ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ନାରାୟଣ ସ୍ୱରୂପ ଦେଖି ପ୍ରଣାମ କରୁଛନ୍ତି। ଅନୁଭବ କରୁଛନ୍ତି ତାଙ୍କର ସେଇ ଦିବ୍ୟତ୍ୱକୁ, ବାରମ୍ବାର ପ୍ରଣାମ କରୁଛନ୍ତି। ବାରମ୍ବାର ତାଙ୍କର ସ୍ତୁତି ଗାନ କରୁଛନ୍ତି। ସମ୍ମୋହିତ ଅନନ୍ତ ମହାରାଜ ସେଇ ଦିନରୁ ସେ ଶ୍ରୀ ଶ୍ରୀ ଠାକୁରଙ୍କୁ ଜୀବନରେ ଗ୍ରହଣ କରିଛନ୍ତି। ଦିନେ ଠାକୁରଙ୍କୁ କହୁଛନ୍ତି, ଠାକୁର ଆପଣ ଏ ବିଶ୍ଵ ଦୁନିଆର ମାଲିକ, ବିଶ୍ଵ ଗୁରୁ। ଆମେ ବିଶ୍ଵ ଗୁରୁ ସମ୍ମିଳନୀ କରିବୁ। ଆପଣ ହିଁ ଅଷ୍ଟାଦଶ ସ୍ତର ଅତିକ୍ରମ କରି ଆମ ମାନଙ୍କୁ ଦୟା କରି ଦର୍ଶନ ଦେଇଛନ୍ତି। ଠାକୁର କହୁଛନ୍ତି, ତୁମେ କଣ ସେ ଅଷ୍ଟାଦଶ ସ୍ତର ଭେଦ କରିପାରିଛ? ତୁମେ ଅଷ୍ଟାଦଶ ସ୍ତର ଭେଦ ନ କଲେ ମତେ ଗୁରୁ ଭାବରେ ଗ୍ରହଣ କରିବ କିପରି? ଆରମ୍ଭ କରିଛନ୍ତି ଅତନ୍ଦ୍ର ସାଧନା, ନାମମୟ ଅନନ୍ତ ମହାରାଜ ଗୋଟିଏ ପରେ ଗୋଟିଏ ସ୍ତର ଅତିକ୍ରମ କରି ଅଷ୍ଟାଦଶ ସ୍ତରରେ ପହଞ୍ଚିଛନ୍ତି। ଭୂଲୋକ, ଭୁବଲୋକ, ସ୍ୱର୍ଗଲୋକ, ତପଲୋକ, ଜନଲୋକ, ସତ୍ୟଲୋକ ଅତିକ୍ରାନ୍ତ ଏଇ ବ୍ରହ୍ମଲୋକରେ ବିଚରଣ କରିଛନ୍ତି। ଆଃ, କି ଅପୂର୍ବ ସୁଖ, କି ଅପୂର୍ବ ଆନନ୍ଦ, ପ୍ରେମର କି ଅପୂର୍ବ ଆକର୍ଷଣ। The name and love can conquer the universe. ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡରେ ସେ ପ୍ରେମର ସ୍ୱରୂପରେ ସେ ପରିବ୍ୟାପ୍ତ। ଈଶ୍ୱର ସର୍ବଭୂତାନାଂ ହୃଦୟେର୍ଜୁନ ତିଷ୍ଠତି ଭ୍ରାମୟନ୍ ସର୍ବଭୂତାନି ଯନ୍ତ୍ରରୂଢାନି ମାୟୟା। ସେ ଯନ୍ତ୍ରୀ, এই ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡଟା ଯନ୍ତ୍ର। ସେ ମନ୍ତ୍ରୀ, এই ସମସ୍ତ ବିଶ୍ୱ ଦୁନିଆଟା ମନ୍ତ୍ରରେ ଉଦ୍ଭାସିତ, ମନ୍ତ୍ରର ଆକର୍ଷଣରେ। ସେଇଥିପାଇଁ ସେଇଠି ସେଠି ସବୁଠି ଉଦ୍ଭାସିତ, ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡରେ ପରିବ୍ୟାପ୍ତ। କିନ୍ତୁ ଆମେ ସେତେବେଳେ ତାଙ୍କର ସାନ୍ନିଧ୍ୟ ଅନୁଭବ କରୁ, ଯେତେବେଳେ ତାଙ୍କର ଭଜନ କରୁ, କୀର୍ତ୍ତନ କରୁ, ଯାଜନ କରୁ। ନହଂ ତିଷ୍ଠାମି ବୈକୁଣ୍ଠେ ଯୋଗିନାଂ ହୃଦୟେନ ଚ ମଦ୍ଭକ୍ତା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ। ମଦ୍ଭକ୍ତା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ। ହେଲେ ଭକ୍ତମାନେ ଯୋଉଠି ସମ୍ମିଳିତ ଭାବରେ, ସମବେତ ଭାବରେ ମୋର ପ୍ରାର୍ଥନା କରନ୍ତି, ମୁଁ ସ୍ୱୟଂ ସେଠି ବିଦ୍ୟମାନ ରହେ, ଭକ୍ତର ନିବେଦିତ ଭକ୍ତିକୁ ଗ୍ରହଣ କରେ। ଭାବକୁ ନିକଟ ଆଉ ଅଭାବକୁ ଦୂର, ସେଇଥିପାଇଁ ସେ ଭାବଗ୍ରାହୀ, ସମସ୍ତଙ୍କର ଭାବ ଗ୍ରହଣ କରନ୍ତି। ଖାଲି ମଣିଷ ନୁହେଁ, କୀଟ, ପଶୁ, ପକ୍ଷୀ, ତରୁ, ଲତା ସମସ୍ତଙ୍କର ପ୍ରାଣର ଉତ୍ସ ସେ। ଏ ସମଗ୍ର ଜୀବନର କାରଣ ସତ୍ତା ପୁରୁଷ, କିଏ ତାଙ୍କୁ ଅନୁଭବ କରିବ?
ଟିକେ ମାତ୍ର ଦୁର୍ବଳତା ଥିଲେ ତ ଧର୍ମ ରାଜ୍ୟରେ ପ୍ରବେଶ କରି ହବନି। ଆଉ ଧର୍ମ ରାଜ୍ୟରେ ପ୍ରବେଶ ନ କଲେ ପ୍ରାଣ ପୁରୁଷ ଯେ ଧର୍ମର ବେତା ତାଙ୍କୁ ଅନୁଭବ କରିବ କିଏ? ଅର୍ଜୁନ କହୁଛନ୍ତି, ହେ ସଖା, ମତେ ଯୁଦ୍ଧରୁ କ୍ଷାନ୍ତ କରନ୍ତୁ। ମୁଁ ଯୁଦ୍ଧ କଲେ କୁଳ ପୁରୁଷ ମାନେ, ବୀର ପୁରୁଷ ମାନେ ମୃତ୍ୟୁ ମୁଖରେ ପଡିବେ। କୁଳ ସ୍ତ୍ରୀ ମାନେ ଅନ୍ୟ ପୁରୁଷଙ୍କୁ ଆଶ୍ରୟ କରେ, ଅନ୍ୟ ପୁରୁଷଙ୍କର ଆଶ୍ରିତ ହେଇ ବଞ୍ଚିଲେ ସେମାନେ ପ୍ରଦୂଷିତ ହେଇଯିବେ, ସେମାନଙ୍କର ଚରିତ୍ର ପ୍ରଦୂଷିତ ହବ, ମତେ କୁଳକ୍ଷୟ ଦୋଷ ଲାଗିବ। ସେହି ପ୍ରଦୂଷିତ ନାରୀ ମାନଙ୍କ ଠାରୁ କୁଳଗ୍ନ ସନ୍ତାନ ମାନେ ଜନ୍ମ ଲାଭ କରିବେ। ସେମାନେ ଆଉ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବେ ନାହିଁ। ସେମାନେ ଆଉ ପିତୃପୁରୁଷଙ୍କୁ ସଂସ୍କାର ବିହୀନ ହୋଇଥିବାରୁ ପିଣ୍ଡ ମଧ୍ୟ ଦାନ କରିପାରିବେ ନାହିଁ। ଫଳରେ ଶୁଦ୍ଧାତ୍ମା ମାନେ ଆଉ ଭାରତ ବର୍ଷରେ ଜନ୍ମ ଲାଭ କରିପାରିବେନି। ମତେ କୁଳକ୍ଷୟ ଦୋଷରୁ ରକ୍ଷା କରନ୍ତୁ ପ୍ରଭୁ। ବହୁ ବୁଝେଇଲା ପରେ ଯେତେବେଳେ ବୁଝି ନାହାନ୍ତି, ଭଗବାନ କୃଷ୍ଣ କହୁଛନ୍ତି, ଅର୍ଜୁନ ଶୁଣ, ବହୁନି ମେ ବ୍ୟତୀତାନି ଜନ୍ମାନି ତବ ଚାର୍ଜୁନ ତାନ୍ୟହଂ ବେଦ ଶର୍ମାଣି ନତ୍ୱଂ ବେତ୍ଥତ୍ ପରଂ ତପଃ। ହେ ପରମ ତପ, ଆ ଭିତରେ ତୁମର ମୋର ଅନେକ ଜନ୍ମ ହେଇଛି। ତୁମର କୁଳକୁଣ୍ଡଳିନୀ ଜାଗ୍ରତ ହେଇ ନଥିବାରୁ ତୁମେ ତୁମର ଅତୀତ ଜନ୍ମ ଗୁଡିକୁ ମନେ ରଖି ପାରିନାହ। ତୁମର ସ୍ମୃତିବାହୀ ଚେତନା ଜାଗ୍ରତ ହେଇ ନଥିବାରୁ ସେଇ ସବୁ ଜନ୍ମ ସମ୍ପର୍କରେ ତୁମର ମନେ ନାହିଁ। ମୋର କିନ୍ତୁ ମନେ ଅଛି। ତମେ ଶୁଣ, ମୁଁ ଯାହା କହୁଛି ତାକୁ ପାଳନ କର। ଅର୍ଜୁନ ଯେତେବେଳେ କୌଣସି କଥା ଶୁଣିବାକୁ ପ୍ରସ୍ତୁତ ହେଇନାହାନ୍ତି, ପ୍ରଭୁ ତାଙ୍କର ବିଶ୍ୱରୂପ ଦର୍ଶନ କରିଛନ୍ତି। ଆମେ ହିତ୍ୱା ସୁରସଂଘା ବିଶନ୍ତି କେଚିତ୍ ଭୀତାଃ ପ୍ରାଞ୍ଜଳୟୋ ଗୃହ୍ଣନ୍ତି ସ୍ୱସ୍ତି ଇତ୍ୟୁକ୍ତ୍ୱା ମହର୍ଷି ସିଦ୍ଧ ସଂଘାଃ। ବିଶ୍ୱ ବ୍ରହ୍ମାଣ୍ଡ ତାଙ୍କ ଭିତରେ ଦେଖୁଛନ୍ତି। ସମସ୍ତେ କିପରି ଭାବରେ ସଂଘବଦ୍ଧ ଭାବରେ ତାଙ୍କର ସ୍ତୁତି କରୁଛନ୍ତି। ଭୟଙ୍କର ରୂପ ଦେଖି ଅର୍ଜୁନ ଭୀତତ୍ରସ୍ତ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ତୁମାଦି ଦେବ ପୁରୁଷୋ ପୁରାଣ ତୁମସ୍ୟ ବିଶ୍ୱସ୍ୟ ପରଂ ନିଧାନଂ ବେତ୍ତାସି ବେଦ୍ୟଂ ଚ ପରଂ ଚ ଧାମ ତ୍ୱୟା ତତଂ ବିଶ୍ୱମନନ୍ତରୂପମ୍ ବାୟୁର୍ଜମୁଗ୍ନିର୍ ବରୁଣः ଶଶାଙ୍କः ପ୍ରଜାପତିସ୍ତ୍ୱଂ प्रपितामहश्च नमो नमस्तेस्तु सहस्रकृत्वः पुनश्च भूयोऽपि नमो नमस्ते। हे प्रभु, ବାରମ୍ବାର ମୁଁ ଆପଣଙ୍କୁ ପ୍ରଣାମ କରୁଛି। ହେ ସହସ୍ରକୃତ୍ୟ, ଆପଣ ଏ ରୂପକୁ, ଏ ଜଗନ୍ନିବାସ ରୂପକୁ ପରିହାର କରନ୍ତୁ। ପ୍ରସିଦ୍ଧ ଦେବେଶ ଜଗନ୍ନିବାସ। ଏ ଦେବେଶ, ଆପଣଙ୍କ ଭିତରେ ମାଳ ମାଳ ବ୍ରହ୍ମାଣ୍ଡ ମୁଁ ଦେଖି ଭୀତତ୍ରସ୍ତ। ଏ ରୂପ ସନ୍ଦର୍ଶନ କରି ସହ୍ୟ କରିପାରୁନି।
ପ୍ରସିଦ ପ୍ରସିଦ ମୋ ପ୍ରାଣ ତନ୍ତ୍ରୀ ଥରି ଉଠୁଛି ପ୍ରଭୁ। ଆପଣ ଯେ ସର୍ବଭୂ ମମ ଭୂତ ମହେଶ୍ଵର, ସର୍ବଘଟେ ବିଦ୍ୟମାନ ଅନ୍ତର୍ଯ୍ୟାମୀ। ଏ କଥା ଆଉ ଶୁଣିବାକୁ, ଏ କଥା ଆଉ ବୁଝିବାକୁ ମୋର ବାକି ରହିଲାନି ପ୍ରଭୁ। ଆପଣ ଏ ରୂପକୁ ପରିହାର କରନ୍ତୁ। ନଷ୍ଟ ମୋହ ସ୍ମୃତି ଲବ୍ଧା त्वत्प्रसादान्मयाच्युतः स्थितोऽस्मि गतसन्देह କରିଷେ ବଚନଂ ତବ। ପ୍ରଭୁ, ଆପଣଙ୍କର ଏ ବିଶ୍ୱରୂପ ସନ୍ଦର୍ଶନ କରିବା ପରେ ମୋର ସମସ୍ତ ମୋହ ନଷ୍ଟ ହେଇଗଲା। ଆପଣ ଯେ ଜଗତ, ହଉ ଆପଣ ଯେ ଜଗତର ପିତା, ଏ କଥା ଜାଣିବାକୁ ମୋର ଆଉ ବାକି ରହିଲାନି। ମୁଁ ମୋର ସ୍ମୃତି ଶକ୍ତି ଲାଭ କଲି। ହେ ଅଚ୍ୟୁତ, ମୋତେ ଏଇ ଆଶୀର୍ବାଦ କରନ୍ତୁ। ମୁଁ ଅଚ୍ୟୁତ ଅନୁରାଗ ନେଇ କେବଳ ଆପଣଙ୍କର ନିର୍ଦ୍ଦେଶ ଯେପରି ପାଳନ କରେ। ମୋର ଆଉ ସନ୍ଦେହ ନାହିଁ, ମୋର ଆଉ ଦ୍ୱନ୍ଦ୍ୱି ବୃତ୍ତି ନାହିଁ। ମୁଁ ଆଉ ଭୁଲ ଠିକ ବିଚାର କରିବାର ସାମର୍ଥ୍ୟ ମଧ୍ୟ ମୋର ନାହିଁ। କାରଣ ଆପଣ ସର୍ବଜ୍ଞ, ଆପଣ ସର୍ବଦ୍ରଷ୍ଟା, ଆପଣ ଦିକ୍ଦ୍ରଷ୍ଟା, ଆପଣ ମୋ ଜୀବନର ଦ୍ରଷ୍ଟା ପୁରୁଷ। ମୁଁ ଭଲ ମନ୍ଦ ବିଚାର କରିବାକୁ କିଏ? ଆପଣଙ୍କର ନିର୍ଦ୍ଦେଶ ପାଳନ କରିବା ମୋର ଏକମାତ୍ର କର୍ତ୍ତବ୍ୟ। କାରଣ ଆପଣ ମୋର ସତ୍ତା ପୁରୁଷ, ଆପଣ ମୋର କୁଳ ଓ କୃଷ୍ଟିର ମାଲିକ। ଦ୍ୱନ୍ଦ୍ୱ ବାଧା ବିଘ୍ନ ଦଳି ଦକ୍ଷ କୁଶଳ ତଡ଼ିତ ରାଗେ, ଗୁରୁଙ୍କ ଆଦେଶ ପାଳନ ଚାହି ସେହିଠାରେ ହିଁ ତ ସିଦ୍ଧି ଜାଗେ। ମୁଁ ଜାଣେ ଆପଣ ହେଉଛନ୍ତି ମୋର ସାଧନାର ମୂଳ ଉତ୍ସ, ମୋର ସିଦ୍ଧିଦାତା, ମୋର ବୁଦ୍ଧିଦାତା, ମୋର ସିଦ୍ଧି ବିନାୟକ। ଆପଣଙ୍କୁ ଛାଡି ମୋର ଗତି ନାହିଁ, ମୁକ୍ତି ନାହିଁ। ଆପଣ କେବଳ ମୋର ପ୍ରାଣ ପୁରୁଷ ନୁହନ୍ତି, ସର୍ବଭୂତରେ ବିଦ୍ୟମାନ, ଘଟେ ଘଟେ ଅନ୍ତର୍ଯ୍ୟାମୀ ପ୍ରଭୁ ଚିନ୍ତାମଣି, ଈଶ୍ୱର ଚିନ୍ତାମଣି ଆପଣ। ସମସ୍ତ ଚିନ୍ତାକୁ ପରିହାର କରି, ସମସ୍ତ ଚିନ୍ତା ବିନିମୟରେ ମୁଁ ଆପଣଙ୍କୁ ପ୍ରାପ୍ତ ହେଇଛି, ମଣି ପ୍ରାପ୍ତ ହେଇଛି। ମୁଁ ଆପଣଙ୍କୁ ତ୍ୟାଗ କରି ଆଉ ନର୍କ ଆଡକୁ ଯିବିନି ପ୍ରଭୁ। ଆପଣ ଯାହା କହିବେ ମୁଁ ତାହା ହିଁ କରିବି। ପ୍ରଭୁଙ୍କର ଇଚ୍ଛାରେ ଅର୍ଜୁନ ସେଦିନ ଅସ୍ତ୍ର ଧରିଛନ୍ତି। ଆଉ ଗୋଟେ କଥା ମନେ ପଡୁଛି, ଶ୍ରୀ ଶ୍ରୀ ଠାକୁରଙ୍କର ଲୀଳା ବିଭୂତିର କଥା। ସେଦିନ ଜଣେ ଭକ୍ତ ଶ୍ରୀପତି ମଣ୍ଡଳ ଶ୍ରୀ ଶ୍ରୀ ଠାକୁରଙ୍କର ସନ୍ମନ୍ତ୍ରରେ ଅଭିଷିକ୍ତ ହେଲେ। ତାଙ୍କର ବଡ ଭାଇ ତାଙ୍କ କୁଳଗୁରୁଙ୍କ ଠାରୁ ଦୀକ୍ଷା ନେଇଥାନ୍ତି। କହିଲେ ତୁ ଇଏ କଣ କଲୁ? ଆମର କୁଳଗୁରୁ ଥାଉ ଥାଉ ଅନ୍ୟ ଜଣଙ୍କ ଠାରୁ ସଦୀକ୍ଷା ନେଲୁ। ତୁ ଆଉ ଆମ ଘରେ ରହିପାରିବୁନି। ତାକୁ ଭିନେ କରିଦେଲେ। ସେ ଏକାକୀ ଠାକୁରଙ୍କର ସାଧନ ଭୋଜନ କଲେ, ଇଷ୍ଟଭୃତି କଲେ। ପ୍ରତ୍ୟେକ ମାସରେ ତାଙ୍କର କୁଳଗୁରୁ ଆସନ୍ତି ତାଙ୍କ ଭାଇଙ୍କଠୁ, ତାଙ୍କ କୁଳର ଅନ୍ୟମାନଙ୍କଠୁ, ବଡା ପଡୋଶୀଙ୍କଠୁ ସବୁବେଳେ ଦକ୍ଷିଣା ନେଇଯାଆନ୍ତି। ତାଙ୍କ ବଡ ଭାଇ ଦିନେ କହିଲେ, ହଇରେ କୁଳାଙ୍ଗାର, ସବୁ ମାସରେ କୁଳଗୁରୁ ଆସି ଏଠି ଦକ୍ଷିଣା ନଉଛନ୍ତି, ତୁ ତାଙ୍କୁ ଗ୍ରହଣ ନ କରି ତୁ ଶ୍ରୀ ଠାକୁରଙ୍କର ସତ୍ମନ୍ତ୍ର ଗ୍ରହଣ କଲୁ କେମିତି? ତୋ ଠାକୁର ତ କାହିଁ ତୋ ଘରକୁ ଦିନେ ଆସୁନାହାନ୍ତି? ଏଥର ଶ୍ରୀପତି ମଣ୍ଡଳ କିନ୍ତୁ ଆଶ୍ରମ ଅଭିମୁଖେ। ଦଗ୍ଧୀଭୂତ ତାଙ୍କର ଅନ୍ତର।
ଠାକୁରଙ୍କୁ ଯେ କହୁଛନ୍ତି, ଠାକୁର ମୋର ଯେତିକି ସମ୍ମାନ ଥିଲା ସବୁ ସମ୍ମାନ ନଷ୍ଟ ହେଇଗଲା। ମାଇ ପ୍ରେଷ୍ଟିଜ ଇଜ ପଞ୍ଚର୍ଡ। ଠାକୁର କହିଲେ କାହିଁକି ରେ? କହିଲେ ଠାକୁର, ମୋ ଭାଇ ଯେ ଦୀକ୍ଷା ନେଇଛନ୍ତି ସେ କୂଳଗୁରୁ ସବୁ ମାସରେ ଆସି ତାଙ୍କୁ ଦର୍ଶନ ଦେଇ ତାଙ୍କଠୁ ଦକ୍ଷିଣ ନେଇ ଆଶୀର୍ବାଦ ଦେଇ ଯାଉଛନ୍ତି। ମୁଁ କିନ୍ତୁ ଦୀକ୍ଷା ନେଲା ଦିନୁ ଆପଣ ଗୋଟେ ଦିନ ଆମ ଘରକୁ ଆସିଲେନି। ମତେ ଗାଁର ଲୋକମାନେ ତାହିଟା ପୁରା କରୁଛନ୍ତି। ମୋ ଭାଇ ମତେ କୁଳାଙ୍ଗାର କହି ଭର୍ସନ କରୁଛି। ଆପଣଙ୍କୁ କଣ ଠିକ ଲାଗୁଛି ଠାକୁର? ଠାକୁର ଗମ୍ଭୀର ହେଇ କହୁଛନ୍ତି, ବାବାରେ କିଏ କହିଲା ମୁଁ ତ ଘରକୁ ଯାଏନି? ତୁ ପରା ସେଦିନ ସତ୍ସଙ୍ଗ କରିଥିଲୁ, ପିଜୁଳି ଦେଇଥିଲୁ, କାକୁଡି ଦେଇଥିଲୁ। ମୁଁ ପରା ସତ୍ସଙ୍ଗରେ ରହି ସବୁ ଭୋଗ ତୋର ଗ୍ରହଣ କରିଛି। ଆଉ ଶୁଣ ନା, ତୁ ସେ ଯୋଉ ନସି ଲଗା ପଇଡଟା ଦେଇଥିଲୁ, ଆଉ ତୁ ପଇଡଟା ତ କାଟି ନଥିଲୁ, ମୁଁ ସେଇଟା ପିଇ ପାରିଲିନି। ଅଜସ୍ର ଲୁହର ଧାରା। ସତରେ ଠାକୁର? ହଁ, ମୁଁ ପରା ତୋ ଘରକୁ ସେଦିନ ସତ୍ସଙ୍ଗରେ ଯାଇଥିଲି। ସତ୍ସଙ୍ଗରେ ବସି ଯିଏ ଯାହା କହିଲେ ସବୁ ଶୁଣିଛି। ଏଥର ଯେତେବେଳେ ପଇଡ ଦବୁ, ପଇଡଟିକୁ କାଟି ଗ୍ଲାସରେ ପାଣି ଦବୁ। ଗ୍ଲାସରେ ପାଣି, ପଇଡ ପାଣି ଅଜାଡି ଦେଲେ ମୁଁ ସେ ପାଣିଟା ସିନା ପିଇ ପାରିବି। ତଥାପି ମନ ବୁଝୁନି। ଠାକୁର କହିଛନ୍ତି, ଶୁଣରେ, ଖାଲି ସତ୍ସଙ୍ଗରେ ନୁହଁ, ପ୍ରତ୍ୟେକ ଦିନ ସକାଳେ ତୁ ଯେତେବେଳେ ଇଷ୍ଟବୃତ୍ତି ନିବେଦନ କରୁ, ମୁଁ ପୁରା ଯାଇ ତୋ ହାତରୁ ସେ ଇଷ୍ଟବୃତ୍ତିକୁ ଗ୍ରହଣ କରେ। ଖାଲି ସେତିକି ନୁହଁରେ, ତୁ ଯେତେବେଳେ ଉଷାରେ ଆଉ ନିଶାରେ ମନ୍ତ୍ର ସାଧନ କରୁ, ନାମ ଧ୍ୟାନ କରୁ, ମୁଁ ପୁରା ତୋର ଆଜ୍ଞା ଚକ୍ରରେ ରହି ତତେ ଦର୍ଶନ ଦିଏ ରେ। ମୁଁ ତ ପାଖେ ପାଖେ ଅଛି। କେବଳ ସେତେବେଳେ ତୁ ପଥହରା, ସେତେବେଳେ ତୁ ଏକାକୀ, ଯେତେବେଳେ ତୁ ଅନ୍ୟ କର୍ମରେ ବ୍ୟସ୍ତ ରହି ନାମ କରିବା ଭୁଲି ଯାଉ। ଶୁଣ, ଏଥର ଯେତେବେଳେ ଅନ୍ୟମାନଙ୍କ ସହିତ କଥା ହଉଥିବୁ, ଅନ୍ୟ କର୍ମ କରୁଥିବୁ, ନାମଟା କିନ୍ତୁ କରିଚାଲିବୁ। ଯେ ପର୍ଯ୍ୟନ୍ତ ତୁ ନାମଟାକୁ ମନନ କରି ଚାଲୁଥିବୁ, ପର୍ଯ୍ୟନ୍ତ ତୁ ମୋର ସାନ୍ନିଧ୍ୟ ଅନୁଭବ କରିପାରୁଥିବୁ। ତୁ ଏକା ନୁହଁରେ, ଅନ୍ୟ ଗୁରୁମାନେ ସିନା କେବେ ମାସକେ ଥରେ ଆସନ୍ତି। ମୁଁ ପ୍ରତ୍ୟେକ ମୁହୂର୍ତ୍ତରେ ତୁମମାନଙ୍କ ସହିତ ଥାଏ। ପ୍ରତ୍ୟେକଟି ଗୁରୁ ଭାଇଠୁ ଇଷ୍ଟଭୃତି ଭାବରେ ମୁଁ ଦାନ ଗ୍ରହଣ କରି ପ୍ରତ୍ୟେକଙ୍କ ନାମ ଧ୍ୟାନ ଭିତରେ ମୋ ଆଜ୍ଞା ଚକ୍ରରେ ଉଦ୍ଭିନ୍ନ ହେଇ ତାଙ୍କୁ ଦର୍ଶନ ଦିଏ। କାରଣ ନାମ ଆଉ ନାମେ ଅଭିନ୍ନ। ଏ ଯେ ଜଗଦୀଶ୍ଵର, ସେ ଦୟା କରି ଆସିଛନ୍ତି। অসীম যখন সসীম হয়, সীমাতে লয় স্থান, ব্রুতি ভেদি টান হেলে তারে দেখবি ভগবান। ଅସୀମ ସସୀମ ହେଇ ଯେତେବେଳେ ସୀମାରେ ସ୍ଥାନ ନିଅନ୍ତି, ବୃତ୍ତି ବା କମ୍ପ୍ଲେକ୍ସକୁ ଭେଦ କରି ମଣିଷ ଯେତେବେଳେ ତାଙ୍କର ନାମ ଧ୍ୟାନ କରିବାକୁ ବସେ, ମନ ଅନେକ ଜିନିଷକୁ ଆକର୍ଷଣ କରେ। ସେତେବେଳେ ଏଇ କାମଟା ଡେରି ହେଇଯାଉଛି, ଏ ସିରିୟଲ ଟା ଦେଖିଥାନ୍ତି, ସେଇ ଖେଳାଳିର କ୍ରିକେଟ ମ୍ୟାଚ ଟା ଚାଲି ଯାଉଛି, ଏମିତି କେତେ କଣ ସମସ୍ତ ପ୍ରବୃତ୍ତିକୁ ଭେଦ କରି ଯେତେବେଳେ ସେଇ ପରମ ପିତାଙ୍କର ଟାଣ, ଭଲ ପାଇବାର ଟାଣ ନେଇ ଜଣେ ନାମ ଧ୍ୟାନ କରି ବସେ, ଉଷାରେ ନାମ ଆଉ ନିର୍ଜନ ନିଶାରେ ବିନା, ସେତେବେଳେ ମୁଁ ଆଉ ମୋର ପ୍ରାଣ ପ୍ରିୟ ପ୍ରଭୁ, ମୁଁ ଆଉ ତାଙ୍କ ଭିତରେ କେହି ନାହାନ୍ତି। ଭାବର ଆଦାନ ପ୍ରଦାନ ତ ସେତେବେଳେ ହୁଏ ସେ ଜଗଦୀଶ୍ଵରଙ୍କ ସହିତ, ସେ ପରମେଶ୍ଵରଙ୍କ ସହିତ, ମୋ ପ୍ରାଣର ଉତ୍ସ ପୁରୁଷଙ୍କ ସହିତ ମୁଁ ସମସ୍ତ ଭାବ ବିନିମୟ କରିବା ପରମ ସୌଭାଗ୍ୟ ମିଳେ। ଠାକୁର କହୁଛନ୍ତି, ଜାଣ, ଯିଏ ଯୋଉଭଳି ଭାବରେ ମତେ ଭାବନ୍ତି
ମୁଁ ସେଇଭଳି ଭାବରେ ତାଙ୍କ ଭିତରେ ଉଦ୍ଭିନ୍ନ ହୁଏ। ମୁଁ ସମସ୍ତଙ୍କର ପ୍ରାଣ ସତ୍ତା। ମୁଁ ମହେଶ୍ଵର, ମୁଁ ପରମାତ୍ମା, ପୁଣି ମୁଁ ସବୁ ସତ୍ତାର ଆତ୍ମସ୍ୱରୂପ, ପ୍ରାଣ ସ୍ୱରୂପ, ପ୍ରାଣ ପୁରୁଷ। ତୁମର ଶତ୍ରୁ କିଏ ରେ? ତୁମର ମିତ୍ର ବି କିଏ? ମୁଁ ତୁମର ମିତ୍ର, ମୁଁ ତୁମର ଶତ୍ରୁ। ଦେଖ ନା, ସମୁଦ୍ରରେ କେମିତି ଲୁଣ ପାଣି ଅଛି। ସମୁଦ୍ରର ଲୁଣ ପାଣିକୁ ଆଣି ଲୁଣ ଆଉ ପାଣିକୁ ଅଲଗା କରିଦେଲେ, ପାଣିରୁ ଲୁଣ ଅପସାରିତ ହେଇଗଲେ ପାଣିଟା ମଧୁର ଲାଗେ। ପାଣି ତ ତମେ ପିଇପାର, ଲୁଣଟାକୁ ବି ତମେ ବ୍ୟବହାର କରିପାର। ଲୁଣ ପାଣିକୁ ସିନା ପିଇଲା ବେଳେ ତମକୁ ଥୁ ଥୁ କରି ପକେଇ ଦିଅ, ଏତେ ଲୁଣ ପାଣି ପିଇ ହବନି ବୋଲି। କିନ୍ତୁ ସମୁଦ୍ର ଭିତରେ ଥିବା ସେଇ ଲୁଣ ଆଉ ପାଣି ଯେତେବେଳେ ଅଲଗା ହେଇଯାଏ, ଲୁଣ ବି ଭଲ ଲାଗେ ଖାଇବାକୁ, ପାଣି ବି ଭଲ ଲାଗେ ପିଇବାକୁ। କିଏ ତୁମର ଶତ୍ରୁ? ତୁମେ ଯାହାକୁ ଶତ୍ରୁ ବୋଲି ଭାବୁଛ, ସିଏ ତ ପୁଣି କାହାର ମିତ୍ର, ସିଏ ତ ପୁଣି କାହାର ବାବା, ସିଏ ତ ପୁଣି କାହାର ମା, ସିଏ ତ ପୁଣି କାହାର ବନ୍ଧୁ, ସିଏ ତ ପୁଣି କାହାର ସହୋଦର। ମୁଁ ତୁମ ଭିତରେ ଅଛି, ତୁମର ସେ ଶତ୍ରୁ ଭିତରେ ବି ଅଛି। ବିଷ୍ଠାରୁ କାଞ୍ଚନକୁ ତୋଳି ଆଣିଲା ପରି ତାର ସେ ସଦ୍ଗୁଣ ଗୁଡିକୁ ଆବିଷ୍କାର କର। ତାର ସଦ୍ଗୁଣ ବିକଶିତ ହେଲେ ତାକୁ ଆଲିଙ୍ଗନ କର, ଚେଷ୍ଟା କର। ପାରିବନି? ତୁମେ ଛାଡ ନାହିଁ। ବାରମ୍ବାର ଚେଷ୍ଟା କରି ଯଦି ବିଫଳ ମନର ଥିବ, କ୍ଷତି ନାହିଁ। ଏ ଅମ୍ଳାନ ଚେଷ୍ଟା ହିଁ ତୁମକୁ ମୁକ୍ତି ଆଡକୁ ନେଇଯିବ। ଏ ସୃଷ୍ଟିରେ ସବୁ ତ ମୋର। ମୁଁ ସମସ୍ତ ଜୀବ ଜଗତର ଜୀବନର କାରଣ ସ୍ୱରୂପ। କାହାକୁ ତୁମେ ତ୍ୟାଗ କରିବ? ସେଇଥିପାଇଁ ତ କହେ, ଗୋଟେ ପିପିଲିକା ଯଦି କଷ୍ଟ ପାଉଥାଏ, ତାହାର ଦୁଃଖ ନିରାକରଣ ପାଇଁ ଯତ୍ନବାନ ହୁଅ, ନହେଲେ ତୁମଠାରୁ ହୀନ ଆଉ କି? କଣ କହିବି? ସେ ପ୍ରାଣମୟ ସତ୍ତା ଯାହା ମୋ ଭିତରେ ଉଦ୍ଭିନ୍ନ ହେଇଛି ବୋଲି ମୁଁ ଆପଣଙ୍କ ସହିତ କଥା କହୁଛି। ଯେଉଁ ପ୍ରାଣମୟ ସତ୍ତା ଆପଣଙ୍କ ଭିତରେ ଅଛି ବୋଲି, ଆପଣଙ୍କର ସେ ଈଶ୍ୱରତ୍ୱ ଅଛି ବୋଲି, ଜାଗ୍ରତ ହେଇଛି ବୋଲି ଆପଣ ମାନେ ମୋର କଥାକୁ ଶୁଣୁଛନ୍ତି, ଆପଣଙ୍କର ଶ୍ରବଣ କରୁଛନ୍ତି। ପ୍ରତ୍ୟେକ ମଣିଷ ତାର ମନ ଭିତରେ ଦେଇ ଏଇ ନବଦା ଭକ୍ତିକୁ ଅନୁଭବ କରେ ଦିନେ ନା ଦିନେ। କାହାକୁ ଭଲ କଥା ଶୁଣିବାକୁ ଭଲ ଲାଗେ ନା? କାହାକୁ ଭଲ ଗୀତ ଗାଇବାକୁ ଭଲ ଲାଗେ ନା? କାହାକୁ ଈଶ୍ୱରଙ୍କର ସେ ଦିବ୍ୟ ସ୍ୱରୂପକୁ ସନ୍ଦର୍ଶନ ପାଇଁ ଇଚ୍ଛା ହୁଏ ନା? ଦସ୍ୟୁ ରତ୍ନାକର ପରା ବାଲ୍ମୀକିରେ ରୂପାନ୍ତରିତ ହେଇଗଲା। ନାମ ଜପ କରି କରି ବାଲିର ହୁଙ୍କାଟିଏ ଭିତରେ ପଶିଯିବ ଗଲା ତାର ଆତ୍ମା। ତାରି ଭିତରୁ ବାହାରିଲେ ଦିବ୍ୟ ପୁରୁଷ ମହର୍ଷି ବାଲ୍ମୀକି, ଯେ ଲେଖିଗଲେ ପୁରୁଷୋତ୍ତମଙ୍କର ଅପୂର୍ବ ଗାଥା। ଆପଣ ମାନେ ମହାପୁରୁଷ, ପାରିବେନି? ଆପଣ ମାନେ ଦସ୍ୟୁ ରତ୍ନାକର ପରି ପାପ କରିନାହାନ୍ତି। ପାରିବେନି ସେ ପରମ ପୁରୁଷଙ୍କ ସନ୍ଧାନରେ ତାଙ୍କର ସେଇ ନାମ ରତ୍ନକୁ, ତାଙ୍କର ସେଇ ଚିନ୍ତାମଣିକୁ ସାଇତି ରଖିବା ପାଇଁ ନିଜ ହୃଦୟରେ କାହିଁକି ପାରିବେ? ଚିନ୍ତାର ମଣି ସଦୃଶ ସେଇ ପରମ ସତ୍ତା ପରମ ବିଭୁ ଦୟାକରି କୋଟି ପୁଣ୍ୟ ଫଳରେ ଆମକୁ ଦର୍ଶନ ଦେଇଛନ୍ତି। ଅନେକ ଜନ୍ମ ତପ ଫଳେ
मनुष्य जन्म मोहितळे काहिरे तोष न होइले एणु मनुष्य सृष्टि कले मनुष्य देहे दिव्य ज्ञान देखि संतोष भगवान ଠାକୁର କହୁଛନ୍ତି ଶୁଣ ତୁମେ ଚେଷ୍ଟା କରି 8-10 ଜଣ ବାଳକ ନାରାୟଣଙ୍କୁ ତିଆରି କର। ସେ ବୁଝୁ ବା ନ ବୁଝୁ ତାକୁ ଶ୍ରୀମଦ୍ ଭଗବତ ଗୀତା ଗାଇବାକୁ ଶିଖାଅ। ପୂର୍ଣ୍ଣ ପ୍ରାଣରେ ସେ ଶ୍ରୀମଦ୍ ଭଗବତ ଗୀତା ଗାଇବା ଶିଖୁ। ଯେତେବେଳେ ସେ ଯୁବକ ନାରାୟଣ ହବ ଆସ୍ତେ ଆସ୍ତେ ତାର ଅର୍ଥ ବୁଝିବ। ତାକୁ ବେଦାନ୍ତ ଶିଖାଅ। ତାକୁ ମୋହମୁଦ୍ଗର ଶିଖାଅ। ଦେଖ ମୁଁ ସେଇ ଶଙ୍କରାଚାର୍ଯ୍ୟ। ତୁମେ କଣ ଶଙ୍କରାଚାର୍ଯ୍ୟ ଆଉ ମୋ ଭିତରେ କିଛି ଭିନ୍ନତା ଦେଖୁଛ? ଯେତେବେଳେ ସେ ବୃଦ୍ଧ ନାରାୟଣ ହେବେ ଯେତେବେଳେ ସେ ଗୀତାକୁ ନିଜ ଚରିତ୍ରରେ ଅଭ୍ୟାସ କରି ଦେଖେଇବେ ପାରିବ ନାହିଁ। ଜୀବନରେ ଅନ୍ତତଃ 8-10 ଜଣ ବାଳକ ନାରାୟଣଙ୍କୁ ତିଆରି କରିବା ପାଇଁ ଯତ୍ନ କର। ମୁଁ ବହୁତ ଖୁସି ଥିଲି ଯେତେବେଳେ ଓଡିଶା ସତ୍ସଙ୍ଗ ବାଳକ ବାଳିକା ମାନଙ୍କୁ ନେଇ ଶିଶୁ ସତ୍ସଙ୍ଗ କରିବା ଆରମ୍ଭ କରିଥିଲେ। ମୁଁ ଭାବୁଛି ଏ ଶିଶୁ ମାନଙ୍କର ସତ୍ସଙ୍ଗ ବାଳକ ନାରାୟଣ ମାନଙ୍କର ସତ୍ସଙ୍ଗ ଠାକୁରଙ୍କ ପୁଣ୍ୟ ପୁଥିର ଆହ୍ୱାନ ତାକୁ ପୁନର୍ଜୀବିତ କରିବା ପାଇଁ ପ୍ରୟାସ ରହିବା ବହୁତ ଜରୁରୀ। ପୁଣି କହୁଛନ୍ତି ସେଇ ମୋହମୁତ୍କରର କଥା ପରା ଅର୍ଥ ମାନ ଯଶ ପାଇବାକୁ ମତେ ଠାକୁର ସଜେଇ ହୁଅ ନାହିଁ। ମା କୁରୁ ଧନ ଜନ ଯୌବନ ହରିବମ୍ ହରତି ନିମିଷା काल सर्वं मा कुरु धन जन यौवन गर्वं हरति निमिषा कालं सर्वं मायामेद मखिल भोगं माया मीत मखिल भोगं ब्रह्मपदं त्वं प्रविष्ट विदित्वा भज गोविन्दं भज गोविन्दं गोविन्दं भज मूढमते भज गोविन्दं भज गोविन्दम। अरे ମୁଁ ତମକୁ କାମିନୀ କାଞ୍ଚନ ତ୍ୟାଗ କରିବାକୁ କହେ କାହିଁକି ଜାଣ? କାରଣ ଧନ ଜନ ଯୌବନ ଏସବୁ କ୍ଷଣସ୍ଥାୟୀ। ନିମିଷକ ପାଇଁ ଆସେ ନିମିଷକ ପରେ ଚାଲିଯାଏ। ନିମିଷକ ମଧ୍ୟରେ କାଳ ତୁମର ଧନ ଜନ ଯୌବନ ସବୁକୁ ହରଣ କରି ନେଇପାରେ ରେ। ସେଇଥିପାଇଁ ତୁମ ମାନଙ୍କୁ କୁହେ ନିଦ୍ରା ହିଁ ମୃତ୍ୟୁ ଆଉ ଚେତନା ହିଁ ଜୀବନ। ଆଉ ମୁଁ ଏଇ ଚୈତନ୍ୟ ଶକ୍ତି ଭାବରେ ସ୍ୱର୍ଗ ମର୍ତ୍ୟ ପାତାଳ ସର୍ବତ୍ର ବିଦ୍ୟମାନ ଚିତ୍ରୂପେଣ ପରିବ୍ୟାପ୍ତಂ ତ୍ରୈଲୋକ୍ୟଂ ସଚରାଚରମ୍। ମୁଁ ତୁମର ପରମ ଆଧାର ପରମ ଉଦ୍ଧାତା ଭାବରେ
ଚେତନା ସ୍ୱରୂପରେ ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡରେ ପରିବ୍ୟାପ୍ତ। ତୁମେ କିନ୍ତୁ କଣ ମୋର ସେ ଚୈତନ୍ୟ ସ୍ୱରୂପକୁ, ମୋର ସେ ଅସୀମ ରୂପକୁ ସନ୍ଦର୍ଶନ କରିପାରିଥାନ୍ତ? ତତ୍ପଦଂ ଦର୍ଶିତଂ ଜୈନମ୍ ତସ୍ମୈ ଶ୍ରୀ ଗୁରବେ ନମଃ। ସେଇଥିପାଇଁ ସେଇ ପରମ ପିତା ପରମ ବିଭୁଙ୍କର ପଦ ଦର୍ଶନ ଉଦ୍ଦେଶ୍ୟରେ ମୁଁ ତ ଅସୀମରୁ ସସୀମ ହୋଇ ନିରାକାରରୁ ସାକାର ରୂପ ନେଇ ପୁରୁଷୋତ୍ତମ ଭାବରେ ଆବିର୍ଭୂତ ହେଇଛି ଦୟା କରି ତୁମକୁ ଦର୍ଶନ ଦେବା ପାଇଁ। ତୁମେ କଣ ଜାଣିପାରୁନ? ମନ୍ନାଥ ଶ୍ରୀ ଜଗନ୍ନାଥ ମଦ୍ଗୁରୁ ଶ୍ରୀ ଜଗଦ୍ଗୁରୁ ମଦାତ୍ମା ସର୍ବଭୂତାତ୍ମା ତସ୍ମୈ ଶ୍ରୀ ଗୁରବେ ନମଃ। ମୋ ଭିତରେ ଯେ ଆତ୍ମା ଅଛି ସର୍ବଭୂତରେ ମଧ୍ୟ ସେ ଆତ୍ମ ସ୍ୱରୂପରେ ବିଦ୍ୟମାନ। ମୋର ଆତ୍ମା ସ୍ୱରୂପ ଈଶ୍ୱର, ପ୍ରତ୍ୟେକ ପ୍ରାଣ ସତ୍ତାର ଆତ୍ମା ଈଶ୍ୱର। ମୁଁ କାହାକୁ ପର କରିବି? ସବୁ ତ ମୁଁ ନିଜ, ସବୁ ତାଙ୍କର। ସେ ମୋର, ମୁଁ ତାଙ୍କର। ତେଣୁ ତାଙ୍କ ସୃଷ୍ଟିରେ ସବୁ ଜଡ ଠାରୁ ଚେତନ ପର୍ଯ୍ୟନ୍ତ ଯାହାକୁ ସେ ସୃଷ୍ଟି କରିଛନ୍ତି ସବୁ ତ ମୋର। ପ୍ରଭୁ, ମୁଁ ଆପଣଙ୍କୁ ଆଉ ତ୍ୟାଗ କରିବି ନାହିଁ। ଆପଣଙ୍କୁ ନେଇ ମୁଁ ବ୍ରହ୍ମାନନ୍ଦ ପ୍ରାପ୍ତ ହେଇ ଯୁଗ ଯୁଗ ଧରି ଆପଣଙ୍କୁ ଉପଭୋଗ କରିବି। ଯୋଉଭଳି ଭାବରେ ନୈମିଷାରଣ୍ୟର ଋଷିମାନେ 16,000 ଋଷିମାନେ ଆପଣଙ୍କୁ ତପସ୍ୟା କରି ପାଇଲେ, ତାଙ୍କର ଧ୍ୟାନ ବଳରେ ପ୍ରତ୍ୟେକଙ୍କ ଭିତରେ ଆପଣ ଉଦ୍ଭିନ୍ନ ହେଲେ। ଆପଣଙ୍କର ପରମ ପ୍ରେମମୟ ସତ୍ତାକୁ ସେ ହିଁ ଅନୁଭବ କଲେ। ସେ ହିଁ ଆମକୁ ବୁଝେଇ ଦେଲେ ଆପଣ ପ୍ରେମର ମୂର୍ତ୍ତ ଘନ ବିଗ୍ରହ। ପ୍ରତ୍ୟେକ ସତ୍ୟରେ ପ୍ରେମ ସ୍ୱରୂପ ବ୍ୟଥାହାରୀ ଭାବରେ ଆପଣ ବିରାଜିତ। ଆପଣ ସମସ୍ତଙ୍କର ବ୍ୟଥା ହରଣ କରିପାରନ୍ତି। ଆପଣ ସନ୍ତୁଷ୍ଟ ହେଲେ ସମଗ୍ର ଜଗତ ସନ୍ତୁଷ୍ଟ ହୁଏ। ସମଷ୍ଟିଗତ ଭାବରେ ଆମେ ଆପଣଙ୍କର ଭଜନ କରିବୁ, କୀର୍ତ୍ତନ କରିବୁ, ଯାଜନ କରିବୁ, ଆପଣଙ୍କ ଭାବାଦର୍ଶ ବିଷୟରେ ପଚାରି ବୁଝିବୁ। ତାରି ଭିତରେ ବ୍ୟଷ୍ଟିର, ସମଷ୍ଟିର, ଗୃହର, ପରିବାରର, ସମାଜର, ରାଷ୍ଟ୍ରର ମଙ୍ଗଳ ହେବ। ଆପଣ ଆମକୁ ଆଶୀର୍ବାଦ କରନ୍ତୁ ଅନନ୍ତ କାଳ ଧରି, ଯେପରି ଆମେ ଆପଣଙ୍କର ଏ ପ୍ରେମ ସ୍ୱରୂପ ବ୍ୟଥାହାରୀ ଭାବରେ ଭାବାନ୍ୱିତ ହୋଇ ଆମ ଜୀବନକୁ ସାର୍ଥକାନ୍ୱିତ କରି ତୋଳୁ। हे परम कारुणिक, हे सर्वान्वेषित प्राक प्रथम वाक सर्वस्वर्ग सर्वहृदय प्राणन परिमल द्वैत ईश्वर जीव जगत रूपे प्रतिभात रक्त मांस संकुल उद्भासित तुम ही तुमर तज्जात संतान आ मु हेउछि तुमरी उत्क्षेप। ए भाराक्रांत हृदय रे जहा किछि मलिनता उत्सारित जरा मरण दुख दुरित विपत्ति ସବୁ କିଛିକୁ ଅପସାରିତ କରି ଅମୃତ ଆଶିଷରେ ତୁମେ ମୋତେ ଉଦ୍ଭାସିତ କରି ତୋଳିଛ। ଆଉ ମୁଁ ଆବ୍ରହ୍ମ ସ୍ତମ୍ଭ ପର୍ଯ୍ୟନ୍ତ ତୁମକୁ ସ୍ମରଣ କରି ତୁମ ଆଶିଷରେ ପବିତ୍ର ହୋଇଛି। ମୁଁ ପବିତ୍ର, ମୁଁ ପବିତ୍ର, ମୁଁ ପବିତ୍ର। ଆସନ୍ତୁ ସେଇ ଶୁଦ୍ଧ ଆତ୍ମା ସ୍ୱରୂପ ପରମେଶ୍ୱରଙ୍କୁ ସମସ୍ତ ସତ୍ତାରେ ଦର୍ଶନ କରିବା, ଅନୁଭବ କରିବା। ଘଟେ ଘଟେ ଅନ୍ତର୍ଯ୍ୟାମୀ ପ୍ରଭୁ ଚିନ୍ତାମଣି ତାଙ୍କ ଶଙ୍ଖ ତୁମଟି ଗର୍ଜି ଉଠୁ। ଦୁଷ୍ଟ ବୁଦ୍ଧିକୁ ଦମନ କରୁ, ମରଣକୁ ନିରସନ କରୁ, ସବୁ ଯାତନାରୁ ଉପଶମ କରୁ, ପାପରୁ ନିବୃତ୍ତ କରି ସମସ୍ତଙ୍କୁ ଶାନ୍ତ କରି ତୋଳୁ। ତାଙ୍କ ଚକ୍ର ତୁମକୁ ସୁଦର୍ଶନ ପ୍ରବୃଦ୍ଧ କରି କୃତି କରି ତୋଳୁ। ଅନ୍ୟାୟକୁ ଅପସାରିତ କରୁ, ଶାନ୍ତିର ପ୍ରତିଷ୍ଠାରେ ତୁମକୁ ନିରବିଚ୍ଛିନ୍ନ କରି ତୋଳୁ। ତାଙ୍କ ଗଦା ତୁମକୁ ଗୁରୁ ଗମ୍ଭୀର ମେଘବାଣୀରେ ବାଗ୍ମୀ କରି ତୋଳୁ। ତୁମ୍ଭଠାରେ ମୁଗ୍ଧ ହୁଅନ୍ତୁ ସମସ୍ତେ, ପରିପୋଷଣୀ ବିଚ୍ଛୁରଣୀରେ ଦୀପ୍ତ ହେଉ ତୁମର ପରିପୂରଣୀ ପ୍ରକୀର୍ତ୍ତି। କୌମୁଦକି ସାର୍ଥକ କରି ତୋଳୁ ତୁମକୁ। ଆଉ ପଦ୍ମ ଅଣୁଗତି ଅଣୁସ୍ତୈର୍ଯ୍ୟ ପ୍ରାପ୍ତିରେ ପ୍ରସ୍ଫୁଟିତ କରି ତୋଳୁ ଜନ ଓ ଜାତିକୁ। ଆଉ ସବୁ ହୃଦୟ ଖୋଲି ଉଦାତ୍ତାତ୍ମ ନିବେଦନରେ ତୁମେ କହି ଉଠ, ଗାଇ ଉଠ, ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ। ଜୟ ଗୁରୁଦେବ।